ବାନ୍ତି ଉଠଉଛି ନା କଣ ହଉଛି? ମୁଁ ଆଜି କେମିତି ଦେଖାଉ ଦେଖେ ରୋଗଣା ଲାଗୁଛି। ହ୍ୟାଲୋ ହାଇ ନମସ୍କାର ଜୟ ଜଗନ୍ନାଥ ୱେଲକମ୍ ଟୁ ଲୋରିପରି ଫ୍ୟାମିଲି ବ୍ଲଗ। ମମ୍ମୀ ମୋଠୁ ବେଶୀ ସୁନ୍ଦର ଦେଖାଯାଉଛି। ହଉ ମୁଁ ଯାଉଛି ଗୋଟେ ଜାଗାକୁ ଆସିଲେ ଦେଖିବା କଣ କରିବା। ଆଉ ମମ୍ମୀ ଯାହା ବ୍ଲଗିଂ କରିବ ସିଏ ପଡ଼ିବ ସେଇଟା ଜାଣିନି। ମମ୍ମୀ ଆଜି ରୋଷେଇ କଣ କରିଛ? ଆଜି ମଟର ତରକାରୀ ଇଟିଲି ପିଠା। ତ ମୁଁ ପୁଷ୍ପାଞ୍ଜଳି ଦେଇନି ଖାଇବି ଜଲ୍ଦି ଦେଇକି ପଳେଇ ଆସିବା। ବୁଲିବୁ ନାଇଁ କୁଆଡେ? ବୁଲେ ଇଏ ହେଇଯିବ ପୁରା ଡ୍ୟାମେଜ। ଗରମ ଗରମ ଆସିଗଲା ଆମର ଇଟିଲି ସହ ଘୁଗୁନି ମାନେ ତରକାରୀ ମଟର ତରକାରୀ। ଚାଲ ଯିବା ଖାଇଦେବା ତାପରେ ଯୋଉ କଥା କରିବା। ବର୍ତ୍ତମାନ ପରି ଆସି ପହଞ୍ଚି ଯାଇଛନ୍ତି ଆମର ସ୍କୁଲରୁ। କଣ ଆଜି ସରସ୍ୱତୀ ପୂଜାରେ ଖାଇ ପିଇକି ଆସିଛୁ? ଖିଚୁଡ଼ି ଡାଲମା ପାମ୍ପଡ଼ ଆମ ଭାଗ୍ୟରେ ନଥିଲା। ଆଉ କଣ? ଭାତ ଡାଲମା ମିକ୍ସ ତରକାରୀ ଖାଇକି ଆସିଥିଲୁ। କ୍ଷୀରି ହେଇଥିଲା ଆଉ କଣ ହେଇଥିଲା? ପାମ୍ପଡ଼ଟା ହେଇଥିଲା ବା। ଏତେ ଜିନିଷ ଖାଇକି ଆଇଛୁ। ଯାଉ ଆଉ ସରସ୍ୱତୀ କଣ କହିଲେ? ସରସ୍ୱତୀ ମା କଣ କହିଲେ? ଯାହା ଖାଇଦବୁ ସେଇଠୁ ନଡ଼ିଆଟା ନେଇକି ଯା ଆଉ ଖାଇବ। ତ ମା ଖାଇବ ନଡ଼ିଆଟା ନେଇକି ଯା। କେତେ ବୁଦ୍ଧି ଲୋ ମୋ ଝିଅର। ଦିଦି ଦିଦି ଯାଇଥାର ସ୍କୁଲକୁ ବୁଲିବାଲି ଆସିବ 3ଟା ବେଳକୁ। କାଳିଆ ହେଇଛନ୍ତି ଆସିଲା ବେଳକୁ ଆଜି ଆଫ୍ରିକାନ ମାନେ ଦେଖାଯାଆନ୍ତିନି ନାଇଁ ମୁଁ ଯିବି ନାଇଁ। ଲୋରି ତୁ କଣ ଖାଇକି ଆସିଥିଲୁ? ଯାଇଥିଲୁ ସରସ୍ୱତୀ ପୂଜାରେ କଣ ସବୁ ଖାଇକି ଆଇଛୁ? ଅନେଇଲୁ ମୁଁ ଦେଖିଆ ତ ମୁହଁଟା ଦେଖେଇଲୁ କଣ ଖାଇକି ଆଇଛୁ? ହଁ ପରେ ତୋର କେତେ ସାରା ଆଇଟମ ଖାଇକି ଆଇଛୁ। ତୁ ଆଜି ସରସ୍ୱତୀ ପୂଜାରେ କଣ ଖାଇଛୁ କହ? ଯାଇଥିଲୁ ବୁଲିବାକୁ କଣ ଖାଇଛୁ? ତୁ ଗୋଟେ ପିଲା ସେତେବେଳୁ ଆସି ସେମିତି ଗୋଡ ଟେକି ବଇଛୁ। ଯାହା ଉଠ ତୁ ପିନ୍ଧୁନୁ। ତୁ ଶୁଣ ଏଉଠୁ ପିନ୍ଧିବି ମାଧବ ଦୋକାନ ମାଧବ ଦୋକାନ ମୁଁ ଦୌଡ଼ି ଦୌଡ଼ି ଆସିବୁ ଯା। ଆଉ କଣ ନା ମାଧବ ଦୋକାନ ନେଇକି ଯିବୁ। ତୁ ଆମର ପିନ୍ଧିକି ଯେତେ ବୁଲୁଛୁ ବୋଲ ଏ ନାଇଟ୍ ବାଇଟ୍ ଏମିତି ପକେଇ ଛିଞ୍ଚ ତର କଣ ତମ ବାର ତାର ଘର ଦୁଆର ନଥିଲା ଭଳିଆ ପକେଇଛ। କିଏ ପକେଇଛି? ଆଉ କିଏ ପକେଇଲା? ପାଗଳି ବାଇ ଭଳିଆ ଦେଖା ଯାଉଛି। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ମୁଁ କୋଉ ଭଳିଆ ଶାଢୀ ପିନ୍ଧୁଛି ପରି ଦେହରେ ଯାଉନି। ପରି ଖାଲି କହୁଛି ମମ୍ମି ତମେ ଏମିତିଆ ଶାଢୀ ପିନ୍ଧଛ ତମେ ତ ଭଲ ଦାମିକା ଦାମିକା ଶାଢୀ ପିନ୍ଧ। ଆକ୍ଚୁଆଲି କଟନ ଶାଢୀଟା ମୁଁ ଦାମିକିଆ ଆଣି ଦେଖିଆ। ତ ଫ୍ରେଣ୍ଡସ୍ ଦେଖନ୍ତୁ ଶାଢୀଟା ଏଇଟା ଦେଖନ୍ତୁ ଏଇ ଡ୍ରେସଟା କେଉଁ ଟାଇପର ହେଇଛି। ତାକୁ ମୁଁ ଆଇଲାଣି ଅଷ୍ଟମୀ ତାକୁ ଦଉନାହିଁ ପିନ୍ଧିବାକୁ। ସେ ପିନ୍ଧିଦବ ମାନେ ଆକୁ ଯାହା ହେଲେ ସେ ନଷ୍ଟ ନଷ୍ଟ କରିଦବ। ଏତେ ସୁନ୍ଦର ଡ୍ରେସଟାକୁ ମତେ ଇଚ୍ଛା ହବ କି ପିନ୍ଧିକି ଦେବା ପାଇଁ କି। ଆଉ ତୁ ପିନ୍ଧିନେ ଆଉ ତାକୁ ସେ ପିନ୍ଧୁ ଆଜି ଦେଲା ଆପଣ ଦେଖିବେ ସେ କେମିତି ଦେଖାଯାଉଛି ପିନ୍ଧିଲେ ନେ ପିନ୍ଧି। चुट्टी बांधी थी अरे चुट्टी बांधी थी दीदी देख मसूर मसूर कंध दारू नहीं खाना ना दुष्ट ए सोई ए के हां तापर 2 3 देवा अच्छा 3 कर दे गोटे खाते ये ମୁଁ ବର୍ତ୍ତମାନ ବାହାରି ଆସିଲି ଯାଉଛି ଗୋଟେ ଜାଗାକୁ। ଟେଡି ପଡିଛି ଜାଗାକୁ ମାନେ ଯାଉଛି ମାର୍କେଟ ନା କୁଆଡେ ନା ମାର୍କେଟ ଯାଉନି କୁଆଡେ ଯାଉଛି ଲୋରି କହିଲୁ ଲୋରି ହସିଲାଣି। ପରି ବଢିଆ କଥାଟା କହିଲା। ରୋଗରୁ ଉଠିଲା ବେଳେ ଦେଖାଉନି ମୁଁ ପୁରା ରୋଗଣା ରୋଗଣା ଦେଖାଯାଉଛି ଏମିତି ତେଲିଆ ଲାଗେ ନା। ଆଜି ସବୁଆଡେ ସରସ୍ୱତୀ ପୂଜା କରି ଦେଖ ପରୀକି ଦେଖିଲେ ପରୀ ସବୁଆଡେ ସରସ୍ୱତୀ ପୂଜା ପରୀ କହୁଛି। ତମେ ଜାଣିଛ ତ ଆବା ଜାଣିନାହାନ୍ତି କିନ୍ତୁ ସରସ୍ୱତୀ ପୂଜା ଅଛି ବୋଲି। ଆଉ କୁଆଡେ ନାହିଁ ବୋଲି ସତ ନା କଣ? ଦଶ ରୋଗରେ ପଡି ଉଠିକି ଆସନ୍ତି ବେମାରୀ ଭଳିଆ ଦେଖାଉନି ଦେଖ
ସରସ୍ୱତୀ କିଏ ବାହାରିଲାଣି ଏଇ ଦେଖନ୍ତୁ ସରସ୍ୱତୀ କିଏ ବାହାରିଲାଣି ଆଜି କୋଉଠି କଥା କହୁଛୁ ସ୍କୁଲ କଥା କହୁଛୁ ତ ବର୍ତ୍ତମାନ ଆମେ ଘରକୁ ବାହାରି ଗଲୁ ତ ଆଉ କିଛି ସମୟରେ ଘରେ ପହଞ୍ଚିବୁ ଚାଲ ଯିବା କାହିଁକିନା ସକାଳୁ ଖାଇବା ପିଇବା ହେଇକି ସେଠି ରେଡି ହେଇକି ଥିଲା କିନ୍ତୁ ଆମେ କେହି ବି ସେଠିକି ଯାଇପାରିଲେ କିନ୍ତୁ ବାପା ଏତେ ଜୋର ମନ ଦୁଃଖ କରିଛନ୍ତି କହିଲେ ଆଉ ଦିନେ କିଛି ଖାଇବାକୁ ଆଣିବିନି କିଛି କରିବିନି ହେଲା ଆଜି ଖେଚୁଡ଼ି ଡାଲମା କରିକି ପୁରା ମାନେ ଅପେକ୍ଷା କରି ନା ରାତି ହେଇଗଲା ପଛେ ଆମେ କେହି ପହଞ୍ଚି ପାରିଲୁ ନା ଚିକୁ ନା ମୁଁ ନା ରକି ନା ପିଙ୍କି ନା କେହି ବୋଲି କେହି ପହଞ୍ଚି ପାରିଲୁ ତ ସିଏ କହିଲେ ମୁଁ ଏତେ ସାରା ଖାଇବା କଲି ଭଲ ମନ୍ଦ କଲି କେହି ଆସିଲ ନାହିଁ ଆଉ ଦିନେ କରିବିନି ତ ସେଥିପାଇଁ ଭଲ ଲାଗିଲାନି ଯିବାକୁ ପଡ଼ିଲା ଚାଲ ଯିବା ତ କାଲି ହବ ସକାଳ ପଛେ କାମ ଅଛି ଟିକେ ବ୍ୟାଙ୍କରେ ଲୋରିର ଟିକେ ବ୍ୟାଙ୍କରେ କାମ ଅଛି ତ ସାରିକି ଆସିବା କାଲି ଆମର ୟୁଟ୍ୟୁବରେ ପେମେଣ୍ଟ ଆସୁଛି ଲୋରି ଦବ ପାର୍ଟି କାଲି ହେଲା ବେଜି ଦେଇଛ ଲୋରି ଶୁଦ୍ଧ ସା ବ୍ରତର ପଇସା ଆସିବ କୋଉ ବ୍ରତର ସେଇ ଲାଇଟର ଶୁଦ୍ଧ ସା ବ୍ରତ କହିପାରୁନାହିଁ ଲୋ ଥାଉ କାଲି ଆଡୁ କହିବୁ ଥାଉ ପଇସା ଆସିବ ତ ଲୋରି ଦବ ପାଟି ତ କାଲି 3000 ଟଙ୍କା କାଲି ଆମର ଲୋରିରେ ଆସିବ ତ ଲୋରି ଦବ ପାଟି ଆସିଯାଉଛି ଖାଲି ପାଟି କଫି ଦୋକାନ ଗଲାନି ମୋର ମୁଁ ପିଇଥାନ୍ତି ଟିକେ ପିଛି କୋଉଠି ଗୁପଚୁପ ଫୁଚୁପ ଦେଲନି ଖାଇବାକୁ ମୁଣ୍ଡ କଣ ଏଇଟା ଦେଖ ଗୋଟେ ସିଆରେ ବଡ ଏଇ ମଙ୍ଗଳାଟା ଏଠି ଉଠି ଅଛି ମୁଁ ଦେଖିନଥିଲି କାଲି ଦେଖିଲି କାଲି ଦେଖିଲି ଜାଣିଲ ତ ଦେଖିଲ କଣଟା ଏଟା ବକ୍ସି ବାଲା କଟକ ଜନ୍ମ ହେଇଥିଲେ ତୁ ତାକୁ ପଚାରୁଥିଲୁ ଏସି ମେଡିକାଲରେ ତମେ କହିଥାଅ ଆଜ୍ଞା ସେ କଥାଟା ନା କଣ ତା ପାଟିରେ ତ ପଇଛି ଆଉ ସେ କହିବେ କଣ କାଇଁ ମୁଁ ଗ୍ରୀନ୍ ପିନ୍ଧିଥିଲି ଶାଢୀ ଏବେ ନେଲ ପଲିସ ଲଗେଇଛି ଏମିତିଆ ଯୋଉଟା ଦୁବାଇ ଖାନ୍ତି ନା ନା ତୁ ଖାଇବା ସରିଗଲା ହନୁମାନଙ୍କ ପୂଜା ପଲୋରି ହେଲା ଖାଇବାକୁ ଶ୍ରୀରାମ କତିକୁ ଘୋଡାରେ ବସି ଶାଶୁ ଘର ଆଜି ତ ଚାଲ ଯିବା ହଉ ସବୁ ଭୁଲିଯିବି ଆଗ ପାଠ ପୁରା 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 ମାର୍ଚ୍ଚ ଯାକେ ପୁରା ଭଲସେ ପାଠ ପଢିବ ପୁରା ଭଲସେ ନମ୍ବର ଉଠେଇବ ନା ନାଇଁ ତାପରେ ଯାଇକି ପଳେଇବି ହାଇଦ୍ରାବାଦ ବୁଲି ଆସିବି ସତ ନା କଣ ଖୁସି ଥିଲା ଲୋରିଟେ ନେଇଛୁ ସାଙ୍ଗରେ ଲୋରି ନ ଯାଇପାରିବନି ତୋ ବିନା ନାଇଁ ମୁଁ କାଶ୍ମୀର ଯିବି ତାପରେ ଆଗ ବରଫ ଖାଇ ମନାଲି ନାଇଁ କାଶ୍ମୀର ନା ମନାଲି ଝିଅଟା ସ୍ନୋ ସ୍ପ୍ରେ ହବ ନାଇଁ ସେ ଯୋଉ ଝିଅଟା ଯୋଉଠି ବୁଲୁ ନାଇଁ ମୁଁ ସେ ତାଜ ପାଖକୁ ଯିବି ସାର ମିଶିକି ବରଫ ଖାଇବି କଣ ହେଲା ସରସ୍ୱତୀ ପୂଜା ଲାଗୁଛି କେମିତି ଲାଗୁଛି ରବିବାର ପଡିଗଲା ବୋଲି ରବିବାର ପଡିଗଲା ନଥିଲା ନା କଣ ରବିବାର ପଡିଲା ଏଇ ଯୋଉ ରବିବାର ପଡିଲା ଗଣେଶ ପୂଜା ରବିବାର ପଡିଥିଲା ନା ନାଇଁ ଦେଖିବାକୁ ପଡିବ ନା କ୍ୟାଲେଣ୍ଡର ଆଜି ଯାଇବା ରବିବାର ମୋ ଜନ୍ମଦିନ ବୁଧବାର ପଡିଛି ଭଲ ନା ନାଇଁ କହ ରବିବାର ଯଦି ପଡିଥିଲା ମୁଁ ଦେଖିପାରିବି ଏମିତି ରଜ ବେଳେ ପଡୁଛି ପୁଣି ଛୁଟି ସବୁଆଡେ ହେଲା
ତାପରେ ଯେହେତୁ ଚକୋଲେଟ କାହାକୁ ବାଣ୍ଟି ପାରିବିନି ମୋ ପଇସାଟା ରହିଯିବ କୁରକୁରି ଆଣି ଖାଇଦବା ତୋର ହେଲା 5 ଟଙ୍କିଆ କେକ୍ ନିଏ ସେ ଗୋଟେ କାଉଣ୍ଟର କଣ ହେଇଛି ଗୁଜୁରାତି କଣ କହିଲ ଗୁଜୁରାତି ନା କଣ କହିଲୁ ହଉ ଚାଲ ଯିବା ଓହୋ ଆଉ ସକାଳେ କହିଲା ପଇସାଟା ମୁଁ ଆଣିଛି ମତେ 250 ଦେଲେ ମୁଁ 5 ଟଙ୍କା ଦେବି ହେଲା ତାପରେ ମୁଁ କହିଲି 250 କାଇଁ ଦେବି ତାପରେ ମୁଁ ପଚାରିଲି କିଛି କହିଲାନି ହେଲା ତାପରେ ମୁଁ କହିଲି ଆଉ ଏବେ ପଚାରିଲି ଆଉ ପଇସାଟା କିଏ ଦେଇଛି କହୁଛି ମୋ ସ୍ୱାମୀ ଦେଇଛି ମୁଁ କହିଲି ମୋ ଜିଜୁ ଦେଇଛି ତାହେଲେ ଭଲ ଜିଜୁଟା ଦେଲେ ଚାକିରି ନା କଣ କିଏ ସିଏ କହିଲୁ କିଏ କହିଲ ପରେ କହିଲୁ କେସ୍ କରିକି ଜିଜୁ କିଏ ତମର ଜିଜୁ କିଏ କି ଖୁସି ଜିଜୁ କଣ ଅଫିସ କଣ ଅଫିସ କୋଉ ଚାକିରି ସିଏ ଅଛନ୍ତି ଗୋଟେ ସିକ୍ରେଟ ଚାକିରି କୋଉ ଚାକିରି ସିକ୍ରେଟ ଜିଜୁ କିଏ ଲୋରି କଣ କହିଲା ଲୋରି କଣ କହିଲା କହିଲା ସ୍ୱାମୀ ଯାଇଛି ହେଲା ଡୋର ଦେଇ ତାର ହଁ ମୁଁ କହିଲି ଜିଜୁ ହଁ ଜିଜୁ କିଏ କିଏ ମୁଁ ଜାଣିନି ତତେ ଲାଗୁଛି କିଏ ହେଇଥିବ କେତେ ଟଙ୍କା ଦେଇଥିଲା ଲୋରି ଇସ୍କି ଲୋରି ହସିଥିଲା ଅଲଗା ପ୍ରକାର ହସ ଲୋରିରେ ଟିକେ ହଁ କିଏ ଭାବୁଛୁ କହିଲୁ ଲୋରି କରିଦୁ ଜାଣିପାରୁନି ଚାକିରି କରିଥିଲେ ସିଏ ଅଛନ୍ତି ଗୋଟେ ହିରୋ ଭଳିଆ ଦେଖିବା ଗୋଟେ କିଏ ଗେସ୍ କଲେ ଦେଖିଆ ମାମୁଁର ତ ଆହୁରି ସ୍ୱାମୀ ପୁଳାଇ ଅଛି ହଁ ସେଇମାନଙ୍କ ଭିତରୁ କିଏ ଗୋଟେ ଭାବିଦେ ବାପା ବାପା ସ୍ୱାମୀ ଆରେ ବାପା ମାନେ ତୋ ବାପା ହଁ ହଁ 100 ଟଙ୍କା ଆଉ କିଏ ତାପରେ ଟିକେ ଛାଡ ମତେ ବାସନ ମଜିଆ କହିବେ ଆଉ ବାବୁଲ ଛାଡ ଖାଇବା ଦେବା ଆଉ କିଏ ଜଲ୍ଦି କର କିଏ ଅଛି କେତେ ନା ଦି ଜଣ ବି ହେଇଯିବେ ନା ଗେସ୍ କରି କହିଲା ଫାଇନାଲ ନା କଣ ସତରେ ବସ୍ ଆସିଥିଲେ ଆଜି ସକାଳେ ନା ତାକୁ ନେଇ ଛାଡ଼ିବାକୁ ଆସିଥିଲେ କଟକ ଯାଇ ପଡେ ତ ଅନା ଖୁଲୁ ହଉଛି ଦେଖୁନୁ ମାନେ ବସ୍ ଆସିଥିଲେ ଆଉ ନା ନା ଗଲା ବସ୍ ବାଇକରେ ଆସିଥିଲା ତାଙ୍କ ସାଙ୍ଗରେ ଦାଦାଙ୍କ ସାଙ୍ଗରେ ବାଇକରେ କାରରେ ଆସିଥିଲୁ ଭେନୁରେ ଆସିଥିଲା ଅଲଗା ପ୍ରକାର ଠିଆ ହେଇଗଲୁ ପୁରା ଉପରେ ଠିଆ ହେଇକି ଆସିଥିବା ଲୋରି ନା ତା ସ୍ୱାମୀ ଦେଇଛନ୍ତି ପଇସା ତା ମନା ବି ଦିଲ୍ ଖୁସି ବାବୁ ତୁ ଅଦେ ବ୍ୟାଙ୍କ ରହିଯାଇଛି ମମି ପର୍ସ ନଥାଇକି ବ୍ୟାଙ୍କରେ ମମି କୋଉଠି ଅଛି ସେ ଷ୍ଟେଟ୍ ବ୍ୟାଙ୍କରେ ସତରେ